ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ମ୍ୟାକ୍ସିମମ୍ ପିଲାଙ୍କ ମନରେ ଗୋଟେ ଡାଉଟ୍ କି ସାର୍ ପିଜିର ନୋଟିଫିକେସନ୍ ବି ଆପଣଙ୍କର ବାହାରିଗଲା, ଆସନ୍ତାକାଲି ପାଖରୁ ଆପଣଙ୍କର ଅନଲାଇନ୍ ଆପ୍ଲାଏ, ଓଡ଼ିଶାର ଷ୍ଟେଟ୍ ବିଏଡ଼୍ ତା'ର ବି ଅନଲାଇନ୍ ଆପ୍ଲାଏ ଏଇ ମାସରେ ଆପଣଙ୍କର ହେବ। ପିଜି ପରୀକ୍ଷା ଆପଣଙ୍କର ମେ ମାସରେ ହେବ, ବିଏଡ଼୍ ପରୀକ୍ଷା ମଧ୍ୟ ମେ ମାସରେ ହେବ। ମ୍ୟାକ୍ସ ଟୁ ମ୍ୟାକ୍ସ ମେ ଲାଷ୍ଟ ୱିକ୍ କିମ୍ବା ଜୁନ୍ ଯଦି ହେଲା ତ ହେଲା, ନହେଲେ ସେ ମେରେ ହିଁ ଆପଣଙ୍କର ପରୀକ୍ଷା ହେବ। ଏବେ ପିଲାଙ୍କର ଡାଉଟ୍ ଏଇଆ, ସାର୍ ଘରେ ମୋତେ କହୁଛନ୍ତି ପିଜି ବି କର ଆଉ ବିଏଡ଼୍ ବି କର। ସାର୍ ପିଜି କଲେ ଭଲ ହେବ ନା ବିଏଡ଼୍ କଲେ ଭଲ ହେବ? ନା ବୋଥ୍ ସାର୍ ଏକା ସାଙ୍ଗରେ କଲେ ଭଲ ହେବ? ଆଉ ଆପ୍ଲାଏ ବେଳେ କ'ଣ ବୋଥ୍ ଆପ୍ଲାଏ କରିପାରିବେ କି? ତ ଆପଣଙ୍କ ମନରେ ବହୁତ ସାରା ଡାଉଟ୍ ରହିଛି। ଦେଖନ୍ତୁ, ତ ଗୋଟେ ଗୋଟେ ଡାଉଟ୍ ମୁଁ ଆପଣଙ୍କର କ୍ଲିୟର୍ କରୁଛି। ନମ୍ବର ୱାନ୍ ଜିନିଷ, ଆପ୍ଲାଏ ଡେଟ୍ ବଗେରା ଜାଣିଗଲେ। କିଛି ପିଲାମାନେ ବାରମ୍ବାର କମେଣ୍ଟ କରୁଛନ୍ତି, ସାର୍ ଏଇଟା ଆମର ଷ୍ଟେଟ୍ ବିଏଡ଼୍ ନା ବୋଲିକି। ଏଇଟା ଷ୍ଟେଟ୍ ବିଏଡ଼୍, ଓଡ଼ିଶା ସରକାରଙ୍କ ଅଧୀନରେ ବିଏଡ଼୍, ଯେଉଁଥିରେ 2400ଟି ବିଏଡ଼୍ର ସିଟ୍ ଅଛି, ବିଏଚ୍ଡି ଆପଣଙ୍କର 50ଟି, ଆଉ ଏମ୍ଏଡ଼୍ର ଆପଣଙ୍କର 300ଟି ସିଟ୍ ଅଛି। 2 ବର୍ଷିକିଆ କୋର୍ସ ଆପଣଙ୍କର ଅଟେ। ଠିକ୍ ଅଛି, ଠିକ୍ ଅଛି। ଆଉ ଗୋଟିଏ ବର୍ଷିକିଆ ଆପଣଙ୍କର ବିଏଡ଼୍ ଏଇ ବର୍ଷ ପାଖରୁ ଆଉ ଓଡ଼ିଶାରେ ଆସିବନି। ଅଲରେଡ଼ି ମାନେ ଏଇଟା ଇମ୍ପ୍ଲିମେଣ୍ଟ ହେଇସାରିଛି, କିନ୍ତୁ ଆଗାମୀ ବର୍ଷ ନେକ୍ସଟ ଇୟର୍ ପାଖରୁ ଆପଣମାନେ 1 ଇୟର୍ ବିଏଡ଼୍ ସବୁ ୟୁନିଭର୍ସିଟି ମାନଙ୍କରେ, ଯେତିକି ବି ଆପଣଙ୍କର ସେଣ୍ଟ୍ରାଲ୍ ୟୁନିଭର୍ସିଟି ରହିଛି, ଓଡ଼ିଶାର ଷ୍ଟେଟ୍ ୟୁନିଭର୍ସିଟି ରହିଛି, ମାନେ ଯେଉଁ ଜାଗାରେ 2 ବର୍ଷିକିଆ ବିଏଡ଼୍ ରହିଛି, ସବୁ ଜାଗାରେ ଆପଣମାନେ ଆଗାମୀ ବର୍ଷ ପାଖରୁ ଗୋଟିଏ ବର୍ଷିକିଆ ବିଏଡ଼୍ ଆପଣ ଦେଖିବାକୁ ପାଇବେ, ଯାହାକୁ ପିଜି ପିଲାମାନେ ଆପଣଙ୍କର କରିପାରିବେ। ଦେଖନ୍ତୁ, ପ୍ରଥମ କଥା ହେଲା ଆପଣ ଆଗ ଡିସାଇଡ଼୍ କରନ୍ତୁ। ପ୍ରଥମ ଡାଉଟ୍, ସାର୍ ମୁଁ ଏକା ସାଙ୍ଗରେ ବୋଥ୍ ଆପ୍ଲାଏ କରିପାରିବି ନା? ବିଲକୁଲ ଆପଣ ଆପ୍ଲାଏ କରିପାରିବେ। ଯଦି ଆପଣ ବର୍ତ୍ତମାନ +3 ଫାଇନାଲ୍ ଇୟର୍ରେ ଆପଣ ପଢ଼ୁଛନ୍ତି କିମ୍ବା +3 ଆପଣ କମ୍ପ୍ଲିଟ୍ କରିଛନ୍ତି, ଆଉ +3ରେ ଯେଉଁମାନେ ଫାଇନାଲ୍ ଇୟର୍ରେ ଆପଣଙ୍କର ପଢ଼ୁଛନ୍ତି, ତାଙ୍କର ତ ବର୍ତ୍ତମାନ ଆପ୍ଲାଏ କଲା ସମୟରେ କିଛି ବି ମାର୍କସ୍ ଆପଣଙ୍କ ଦେବାକୁ ପଡ଼ିବନି। କିନ୍ତୁ ଯେଉଁମାନେ ଅଲରେଡ଼ି ଆପଣଙ୍କର +3 କମ୍ପ୍ଲିଟ୍ କରିଛନ୍ତି, ମିନିମମ୍ ST SC SC BC ପିଲାଙ୍କର +3ରେ 45% ଆପଣଙ୍କର ଦରକାର, ଆଉ ଜେନେରାଲ୍ ପିଲାଙ୍କର ଆପଣଙ୍କର 50% ଆପଣଙ୍କର ଦରକାର। ବିଏଡ଼୍ ପାଇଁ କହୁଛି, ପିଜି ପାଇଁ ଆପଣଙ୍କର ସେମିତି କିଛି କ୍ରାଇଟେରିଆ ଆପଣଙ୍କର ନାହିଁ। ଠିକ୍ ଅଛି। ଏବେ ସାର୍ ମୁଁ ବୋଥ୍ ଆପ୍ଲାଏ କରିପାରିବି ନା? ବିଲକୁଲ ହଁ, ଆପଣ ବୋଥ୍ ଆପ୍ଲାଏ କରିପାରିବେ। ଏହା ବୋଥ୍ ରେଗୁଲାର ଆପଣଙ୍କର କୋର୍ସ ଅଟେ, ମାନେ ଆପଣଙ୍କୁ କଲେଜକୁ ଯାଇକି ପଢ଼ିବା ପାଇଁ ପଡ଼ିବ। ନେକ୍ସଟ, ସାର୍ ଇଜିଲି କ୍ୱାଲିଫାଇ କରିହେବ ନା? ଦେଖନ୍ତୁ, ମୁଁ ତ ବିଏଡ଼୍ ପିଲାଙ୍କୁ ପଢ଼ାଏ, ବିଏଡ଼୍ ବିଏଚ୍ଡି ଏମ୍ଏଡ଼୍ ପିଲାଙ୍କୁ ପଢ଼ାଏ। ବହୁତ ଇଜିଲି ଆପଣ କ୍ୱାଲିଫାଇ କରିପାରିବେ। ୟୁଟ୍ୟୁବରେ ଆଗ ଆପଣ ସର୍ଚ୍ଚ କରନ୍ତୁ ବିଏଡ଼୍ ପ୍ଲାନିଂ ଭିଡ଼ିଓ ବାଇ ଲକ୍ଷ୍ମୀଧର ସାର୍। ସେଥିରେ ବହୁତ ସୁନ୍ଦର ଭାବରେ ମୁଁ ଆପଣଙ୍କୁ ବୁଝେଇଛି କେମିତି ଆପଣ ପଢ଼ିବେ, କ'ଣ ପଢ଼ିବେ, ପରୀକ୍ଷାରେ କ'ଣ ପଡ଼ିଛି, ମିନିମମ୍ କେତେ ମାର୍କ ଆପଣଙ୍କୁ ରଖିବା ପାଇଁ ପଡ଼ିବ। ବହୁତ ଇଜିଲି ବିଏଡ଼୍ ବିଏଚ୍ଡି ଏମ୍ଏଡ଼୍ ଆପଣ କ୍ୱାଲିଫାଇ କରିପାରିବେ, ମୁଁ ଆପଣଙ୍କୁ କହୁଛି। ଠିକ୍ ଅଛି। ଯଦି ଆପଣ ଖାଲି ପ୍ଲାନିଂ ଅନୁସାରେ ପଢ଼ୁଛନ୍ତି ତ ଲକ୍ଷ୍ମୀଧର ସାର୍ ଅଫିସିଆଲ୍ ଆପ୍ଲିକେସନରେ ଏବେ ସିଲାବସ୍ 30 ଥର ଫୁଲ୍ କଭରେଜ୍ ଆପଣଙ୍କର ହେଇଗଲାଣି। ଆଉ ପରୀକ୍ଷା ପୂର୍ବରୁ ଆଉ 15-20 ଥର ଆମେ ଫୁଲ୍ କଭରେଜ୍ ୱିଥ୍ ଅଲ୍ PIQ ଆମେ କରିଦେବା। ସବୁଦିନ 8ରୁ 9 ଘଣ୍ଟା ଆପଣଙ୍କର କ୍ଲାସ୍ ଆପ୍ଲିକେସନରେ ଆପଣଙ୍କର କରାହେଇଥାଏ। ଠିକ୍ ଅଛି। ଏବେ ଜାଣିଗଲେ କେମିତି ଇଜିଲି କ୍ୱାଲିଫାଇ କରିବେ। ନେକ୍ସଟ, ବୋଥ୍ ଆପ୍ଲାଏ କରିହେବ, କିଛି ଅସୁବିଧା ନାହିଁ, ଆପଣ ପରୀକ୍ଷା ଦେବେ। ସାର୍ ମୁଁ ଡିସାଇଡ଼୍ କରିପାରୁନି ପିଜି କରିବି ନା ବିଏଡ଼୍ କରିବି। ଦେଖନ୍ତୁ, ଆପଣ ଆଗ ଡିସାଇଡ଼୍ କରନ୍ତୁ ଆପଣ ଲାଇଫ୍ରେ କ'ଣ ହେବା ପାଇଁ ଚାହୁଁଛନ୍ତି। ଯଦି ଆପଣ ଆପାର ପ୍ରାଇମେରୀ ଟିଚର, ହାଇସ୍କୁଲ ଟିଚର ହେବା ପାଇଁ ଚାହୁଁଛନ୍ତି କିମ୍ବା ଆଗାମୀ ଭବିଷ୍ୟତରେ ଟିଚର ଏଜୁକେଟର ହେବା ପାଇଁ ଚାହୁଁଛନ୍ତି, ଦେନ୍ ଆପଣଙ୍କୁ ବିଏଡ଼୍ କରିବା ପାଇଁ ପଡ଼ିବ। ଆଜି ନ କଲେ ବି କାଲି ଆପଣଙ୍କୁ କରିବା ପାଇଁ ପଡ଼ିବ। ବିନା ବିଏଡ଼୍ରେ ଆପଣମାନେ ଆପାର ପ୍ରାଇମେରୀ ଟିଚର ହେଇପାରିବେନି, କିମ୍ବା ଆପଣଙ୍କର ହାଇସ୍କୁଲ ଟିଚର ଆପଣ ହେଇପାରିବେନି, କିମ୍ବା ଆପଣଙ୍କର ମ୍ୟାକ୍ସିମମ୍ ଜାଗାରେ ସବୁ ଜାଗାରେ PGT ପକାଇବେ ହେଲେ ବି ଆପଣଙ୍କୁ ବିଏଡ଼୍ ଦରକାର ହେବ। ଆପଣଙ୍କର ଇଚ୍ଛା, ଆପଣ ଗଭର୍ଣ୍ଣମେଣ୍ଟରେ କରନ୍ତୁ, ପ୍ରାଇଭେଟ୍ରେ କରନ୍ତୁ, କି ଯେଉଁଠି କରନ୍ତୁ, କିନ୍ତୁ କରିବା ପାଇଁ ପଡ଼ିବ। ତ ଯେହେତୁ ଆପଣଙ୍କୁ କରିବା ପାଇଁ ପଡ଼ିବ, ତେଣୁକରି ଏବେ କ'ଣ ପାଇଁ କରିବେନି? କଥା ହେଉଛି ସେଇଟା। ଚାକିରି ତ ସମସ୍ତଙ୍କର ଆବଶ୍ୟକତା ରହିଛି ନା, ଆପଣଙ୍କର ରହିଛି। ତ ଯଦି ଆପଣ ବିଏଡ଼୍ କରିବା ପାଇଁ ହିଁ ପଡ଼ିବ, ତ ଏବେ କ'ଣ ପାଇଁ କରିବେନି? କଥା ହେଉଛି ସେଇଟା। ତେଣୁକରି ଆପ୍ଲାଏ କରନ୍ତୁ, ଆପଣ ନିଜର ବେଷ୍ଟ ଦିଅନ୍ତୁ, ମୋ ଉପରେ ଛାଡ଼ି ଦିଅନ୍ତୁ କେମିତି ପଢ଼ିବେ, କ'ଣ ପଢ଼ିବେ। କ୍ୱାଲିଫାଇର ଦାୟିତ୍ୱ ମୋର, କିନ୍ତୁ ପଢ଼ିବା ପାଇଁ ଆପଣଙ୍କୁ ପଡ଼ିବ। ଠିକ୍ ଅଛି। ଏବେ ଡିସାଇଡ଼୍ ଆପଣ କଲେ କ'ଣ ହେବା ପାଇଁ ଚାହୁଁଛନ୍ତି? କରିନାହାନ୍ତି, ଆଗ ଡିସାଇଡ଼୍ କରନ୍ତୁ। କିନ୍ତୁ ବୋଥ୍ ଆପ୍ଲାଏ ନିହାତି କରିବେ। ଆପଣ ଯଦି ପିଜି କରିବା ପାଇଁ ଚାହୁଁଛନ୍ତି ପିଜି ଆପ୍ଲାଏ କରିବେ,
नले सर मु बहुत एप्लाई करने चाहूँगी करेंगे किंतु सीटी जिते जब सीटी आपंकर बाहर सीटी समस्ते कंपलसरी एप्लाई करेंगे मु करने कहूनी खाली एप्लाई करने कहूँ ठीक अच्छे कहीं आपण पाखे अपरचुनिटीज थिले ही आपण मैंने आगू बढ़ी बढ़ी आपणकर जी ठीक अच्छे तो आपन डिसाइड निजे निजे करंतु कहीं सबूर लाइन अलग पीजी कलापर आप कौन हो पारे केवल और केवल लेक्चरर जदि लेक्चर आपणकर बाहर सेठी भी आपणकर सी बर्तमान नेट वगैरह आपणकर मागी दउछि यूजीसी नेट तो आपन क्वालिफाई करेंगे से यूजीसी नेट क्वालिफाई कले आपणकर वेटेज अधिका रोचे ठीक अच्छे है तो डिसाइड अपन करंतु जे आपन कौन होगा कहीं पीजी कलापर आपन अपर प्राइमरी टीचर हो पारे हाई स्कूल टीचर हो पारे पीजीटी पोस्ट एप्लाई करें बीएड दरकार ना तो सबू जिनस आपण पाखे अच्छी आपण कौन होगापी चाहूँगी जदि आपण टीचरशिप लाइन में जावाई चाहूँगी जमती अपर कहीं बीएड कलापर प्राइमरी टीचर हो पारे अपर प्राइमरी हाई स्कूल टीचर पीजीटी बा लेक्चर आपन होगापी चाहूँगी देखो लेक्चर गोटे अलग आ गए पीजीटी पोस्ट आपणकर अलग तो पीजीटी टीचर होगापी चाहूँगी ओएवीएस रे चाकरी करने चाहूँगी सबू जगह बीएड आपणकर दरकार तेबे एवं डिसाइड आपन करंतु कौन होगापी चाहूँगी अकॉर्डिंगली आपन डील करंतु ठीक अच्छे एप्लिकेशन रे पाखापाखि 1 लाख रु अधिक आपण मॉक टेस्ट अवेलेबल कर दिखाई आ सबुदिन 8 रु 9 घंटा आपण क्लास कराऊँगी ठीक अच्छे रहा कथा आपणकर सीटी आसो कि नहीं देखूँ जदि आपणकर सीटी आसो देन यही वर्ष लास्ट टाइम पाई आपणकर आसो कहीं सबू कॉलेज गुड़ा आपणकर ताकू इंटीग्रेटेड बीएड आपणकर कर दिया जाउछि ठीक अच्छे तेणुक आपन डिसाइड करंतु अकॉर्डिंगली आपण माने करेंगे थैंक यू जय जगन्नाथ धन्यवाद थैंक यू।